ହିନ୍ଦଳରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଛି। ହିନ୍ଦଳ ବ୍ଲକ ସବୁ ଅଞ୍ଚଳରେ ଖୁଦୁରୁକୁଣୀ ଓଷା ମହା ଆଡ଼ମ୍ବ ସହକାରେ ପାଳିତ ହୋଇଛି। ହିନ୍ଦଳ, ଦୁଦୁରକୋଟ, ବାହାଲୁଣ୍ଡା, ରାସଳ, ଗଣ୍ଡାଡାଲି, ନୂଆପଡ଼ା, ନୂଆପାଟଣା, ଖଜୁରିଆକଟାଠାରେ ପାଳିତ ହୋଇଛି। ପ୍ରତିବର୍ଷ ଭାଦ୍ରବ ମାସର ପ୍ରଥମ ରବିବାରଠାରୁ ଆରମ୍ଭ ହୋଇ ମାସର ଶେଷ ରବିବାରଠାରେ ଓଷା ଶେଷ ହୋଇଛି। ଏହି ବର୍ଷ ଚାରିପାଳି ପଡ଼ିଛି। ପୂଜାରେ ଝିଅ ପିଲାମାନେ ମା ମଙ୍ଗଳାକୁ ପୂଜା କରନ୍ତି। ଏହି ପୂଜା କଲେ ଭାଇମାନଙ୍କ ମଙ୍ଗଳ କାମନା ହୋଇଥାଏ। ଏହି ରବିବାରଟି ଶେଷ ପାଳି ହୋଇଥିବାରୁ ପୂଜା ମଣ୍ଡପକୁ ଫୁଲମାଳରେ ସଜାସଜି କରାଯାଇଛି। ରାତ୍ରି 8 ଘଟିକା ସମୟରେ ପୂଜା ଅର୍ଚ୍ଚନା କରାଯାଏ। ପୂଜା ରାତ୍ରି 10 ଘଟିକା ସମୟରେ ଶେଷ କରାଯାଏ। ମା ମଙ୍ଗଳା ଗ୍ରାମେ ଗ୍ରାମେ ଡିଜି ସାଉଣ୍ଡ ଲାଇଟ୍ ବାଜା ତାଳେ ତାଳେ ଝିଅ ପିଲାମାନେ ନାଚ ଗୀତ କରି ମା ମଙ୍ଗଳାଙ୍କୁ ଧରି ପରିକ୍ରମା କରନ୍ତି। ପରିକ୍ରମା ସରିଲା ପରେ ପ୍ରସାଦ ସେବନ କରାଯାଏ। ତା ଦିନ ସକାଳେ 5 ଘଟିକା ସମୟରେ ଝିଅ ପିଲାମାନେ ମା ମଙ୍ଗଳାଙ୍କୁ ବିସର୍ଜନ କରନ୍ତି। ହିନ୍ଦଳରୁ ପ୍ରଭାସ କୁଞ୍ଜିଆଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍।